ମଝିରେ ଆଣିବନି ବୋଲି। ମୋର ଭୁଲ ହେଇଯାଇଛି। ଭୁଲ ହେଇଯାଇଛି। ହଉ ଠିକ ଅଛି, ତମର ବି ଭୁଲ ଅଛି। ଆରେ ତମେ ଇଏ କଣ କରୁଛ? ଆରେ ତମେ କଣ ଡ୍ରେସ୍ ପ୍ୟାକ୍ କରୁଛ? ତମେ କଣ କୁଆଡେ ଯିବ କି? ହଁ, ଡ୍ରେସ୍ ପ୍ୟାକ୍ କରୁଛି, କାହିଁକି ନା ଆମେ ଦି ଜଣ ଆଉ ସାଥୀ ହେଇ କେବେ ରହିପାରିବାନି। ଆରେ ଘରୁ ଯଦି କିଏ ବାହାରିକି ଯିବ ସେ ହଉଛି ମୁଁ। ଆରେ ତମେ ଜମାରୁ ଟେନସନ ନବା ଦରକାର ନାହିଁ। ତମକୁ ନା ଘରୁ କେହି ବି ବାହାର କରିବେନି। କାହିଁକି ଜାଣିଛ? କାରଣ ଏଇ ଘରଟା ତମ ନାଁରେ ଲେଖା ଅଛି। ତମେ ଏଇଥିପାଇଁ କହୁଛ ନା ତମ ଘର ଛାଡିକି ଚାଲିଯିବ ବୋଲି? ମୁଁ ଯୋଉ ତମକୁ ହାତ ଉଠେଇଲି, ତମେ ତ ଜାଣିଛ ମୁଁ ରାଗିଗଲେ ମୋର ହିତାହିତ ଜ୍ଞାନ ଭୁଲି ଯାଉଛି। ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଏମିତି ଛୋଟ ମୋଟ ଗଣ୍ଡଗୋଳ ଅଛି ନା ନାଇଁ କହିଲ? ତାପରେ ବି ମୁଁ ଭୁଲ ତ ମାଗିଲି। ଯଦି ଗୋଟେ ପୁରୁଷ ପୁଅ ଗୋଟେ ନାରୀ ଉପରକୁ ହାତ ଉଠେଇ ଦିଏ, ତାହେଲେ ନା ପଞ୍ଚାୟତ ବସିଯାଏ, ଥାନାରେ କେସ୍ ହେଇଯାଏ, ଆଉ କୋର୍ଟରେ ବି କେସ୍ ହେଇଯାଏ, ଆଉ ଶେଷରେ ଝିଅର ଘର ଲୋକ ପୁଅର ଘରକୁ ପଳେଇ ଆସନ୍ତି। ଗୋଟେ ସ୍ତ୍ରୀ କି ତା ସ୍ୱାମୀ ଠାରୁ କଣ ଦରକାର? ଟିକେ ସ୍ନେହ, ଟିକେ ଭଲ ପାଇବା, ଆଉ ଟିକେ ଇଜ୍ଜତ। ଆରେ ମୁଁ ତ ସ୍ତ୍ରୀ ତମକୁ କୋଉଥିରେ କମ କରିନି। ତମେ କଣ କଲ? ଛୋଟିଆ କଥା ପାଇଁ ମୋ ଉପରକୁ ତମେ ହାତ ଉଠେଇ ଦେଲ। ଆରେ ତମର କଣ ମୋ ପାଇଁ ସ୍ନେହ ନାହିଁ, ଭଲ ପାଇବା ନାହିଁ, ନା ଆନ୍ତରିକତା ନାହିଁ କହିଲ? ରାଗ କାହାକୁ ଆସେନି, ରାଗ ନା ସମସ୍ତଙ୍କୁ ଆସେ। ଆଚ୍ଛା ମତେ କହିଲ, ଆରେ ଆଜି ପର୍ଯ୍ୟନ୍ତ ମୁଁ ତ ତମ ଉପରକୁ କେବେ ବି ରାଗିକି ହାତ ଟିକେ ଉଠେଇନି। ଗୋଟେ ପୁରୁଷ ପୁଅ ସବୁ କିଛି ସହିପାରିବ, ହେଲେ କି ତମେ ଆଜି ଯାହା କରିଦେଲ ନା, ଗୋଟେ ପୁରୁଷ ପୁଅ କେବେ ବି ସହିପାରିବନି। ଆଉ ହଁ, ତମର ନା କେବେ ବି କୋଉଥିରେ କିଛି ବି ଅସୁବିଧା ହବନି। ଆଉ ଯଦି ଅସୁବିଧା ହେଲା ତାହେଲେ ମତେ ନା କଲଟେ କରିଦବ। ଭୁଲ ତ ମାଗିଲି ନା, ମତେ କ୍ଷମା କରିଦିଅ। କଣ କହିଲ? କ୍ଷମା କରିଦେବି? ଆରେ କେମିତି ତମେ କହିପାରୁଛ ମୁଁ ତମକୁ କ୍ଷମା କରିଦେବି? ହଉ ଠିକ ଅଛି, ମୁଁ ତମକୁ କ୍ଷମା କରିଦେଲି, ହେଲେ ମୁଁ ତ ଆଉ ଏ ଘରେ ରହିପାରିବିନି ନା। କାହିଁକି ନା ତମ ପାଖରେ ମୋ ପାଇଁ ଟିକେ ହେଲେ ବି ଇଜ୍ଜତ ନାହିଁ। ଆଉ ଯୋଉ ଟିକକ ଇଜ୍ଜତ ଅଛି, ସେଇ ଟିକକ ଇଜ୍ଜତକୁ ନା ମୁଁ ହରେଇବାକୁ ଚାହୁଁନି। ଆରେ ହଁ, ତମକୁ ଏଇ ସବୁ ଡ୍ରାମା ଲାଗୁଥିବ ନା, କାରଣ ମୁଁ ଘର ଛାଡିକି ପଳଉଛି, ବାହାରକୁ ଯିବି, ବାହାରେ ଯାଇକି ଡ୍ରାମା କରିବି, ଆଉ ସମସ୍ତେ କହିବି ମୁଁ ଘର ଛାଡିକି ପଳେଇ ଆସିଛି ବୋଲି। ତମକୁ ଏଇ ସବୁ ଡ୍ରାମା ଲାଗୁଥିବ ନା। ଆରେ ଜାଣିଛ, ଆମର ଯେତେବେଳେ ବାହାଘର ହେଇଥିଲା, ମୋ ସାଙ୍ଗମାନେ ମତେ କଣ କହିଥିଲେ? ସମସ୍ତେ କହିଥିଲେ ସ୍ତ୍ରୀ ଉପରେ କଣ୍ଟ୍ରୋଲ ରଖ, କଣ୍ଟ୍ରୋଲ। ଆରେ ଜାଣିଛୁ, ମୋ ସାଙ୍ଗମାନଙ୍କୁ ମୁଁ କଣ କହିଥିଲି? ମୁଁ କହିଥିଲି, ଆରେ ସିଏ ମୋ ପାଇଁ ତା ବାପା ମା ଭାଇ ବନ୍ଧୁ କୁଟୁମ୍ବ ସାରା ଦୁନିଆକୁ ଛାଡି ଦେଇକି ପଳେଇ ଆସିଛି, ଆଉ ସେଇଥିପାଇଁ ତା ଘରେ ସେ ଯେମିତି ଖୁସିରେ ଥିଲା, ମୁଁ ତାକୁ ନା ମୋ ଘରେ ସେମିତି ଖୁସିରେ ରଖିବି। ଜାଣିଛୁ,
ଆମର ତ ନୂଆ ନୂଆ ବାହାଘର ହେଇଥିଲା। ଆମେ ଭଡା ଘରେ ରହୁଥିଲେ। ମୋ ମା ମତେ କଣ କହିଥିଲା ଜାଣିଛ? କହିଲା, ପୁଅରେ ତୁ ସବୁ ସମ୍ପତ୍ତି କାହିଁକି ସ୍ତ୍ରୀ ନାଁରେ କରିଦଉଛୁ? ମାକୁ ଉତ୍ତର ଦେଇଥିଲି ଜାଣିଛ? ମା, ସିଏ ପରା ମତେ 7 ଜନ୍ମ ପାଇଁ ହାତ ଧରିକି ବାହା ହେଇଛି। ମୋର ସେ ଜୀବନ ସାଥୀ, ତାହାର ମୋର ଭିତରେ ଫରକ କଣ ଅଛି? ସବୁ ତ ଆମର। ତେଣୁ ସେଇଥିପାଇଁ ମୁଁ ସବୁ ସମ୍ପତ୍ତି ତମ ନାଁରେ କରିଦେଇଥିଲି। କିନ୍ତୁ ମୋ ମା ମତେ ବାରମ୍ବାର ମନା କରୁଥିଲା, କେବେ ବି ସ୍ତ୍ରୀ ନାଁରେ ସମ୍ପତ୍ତି କରିନା ବୋଲି। ମୁଁ କିନ୍ତୁ ମୋ ମା କଥାକୁ ନ ମାନିକି ମୁଁ ମୋ ନିଜ ଉପରେ ବିଶ୍ୱାସ ରଖିକି ତମ ଭଲ ପାଇବା ପାଇଁ ମୁଁ ସବୁ କିଛି ତମ ନାଁରେ କରିଦେଇଥିଲି। ଏ, ମୋ ସାଙ୍ଗମାନେ ଯାହା କହୁଥିଲେ ଠିକ କହୁଥିଲେ। ମୋ ମା ମତେ ଯାହା କହୁଥିଲା ଠିକ କହୁଥିଲା। ମୁଁ କିନ୍ତୁ ଥିଲି ଭୁଲ। ଆମ ଭୁଲ ପାଇଁ ମୁଁ ଆଜି ଏଇ ଦଶା ଭୋଗୁଛି। କାରଣ ମୁଁ ତମକୁ ମୋ ସମାସ୍କନ୍ଧରେ ମୋ ସମାନରେ ରଖିବାକୁ ଚାହୁଁଥିଲି, କିନ୍ତୁ ରଖିଲି ବୋଲି ଆଜି ମୁଁ ଏଇଭଳିଆ ଭୋଗୁଛି। ଯେତେବେଳେ ମୁଁ ଏତେ ବଡ ସାହସ ଦେଇଛି, ତାହେଲେ ସେ କଷ୍ଟଟା ମୁଁ ଭୋଗିବିନି ତ ଆଉ କିଏ ଭୋଗିବ କହିଲ? ଗୋଟେ ସ୍ୱାମୀ ତା ସ୍ତ୍ରୀଠୁ କଣ ଚାହେଁ କହିଲ? ଟିକେ ସ୍ନେହ, ଟିକେ ଭଲ ପାଇବା, ଆଉ ଟିକେ ଇଜ୍ଜତ ଆଉ ଆଦର। କିନ୍ତୁ ତମେ ମତେ ବୁଝି ପାରିଲନି। ନା, ଜମାରୁ ବୁଝି ପାରିଲ। ଆଉ ହଁ, ତମେ ଯୋଉଦିନ ପ୍ରକୃତରେ ତମେ ଭୁଲ କରୁଛ ବୋଲି ବୁଝିପାରିବ, ତମେ ରିଏଲାଇଜ କରିବ, ହଁ ମୁଁ ପ୍ରକୃତରେ ଭୁଲ କରିଛି, ଆଉ ମୋ ପ୍ରତି ତମର ରେସପେକ୍ଟ ଆସିବ, ସେଦିନ ନା ମୁଁ ନିଶ୍ଚୟ ଘରକୁ ଆସିବି। ଆଉ ଘରକୁ ଆସି ଦେଖିବି ତମର ସେତିକି ମୋ ପ୍ରତି ଭଲ ପାଇବା, ସ୍ନେହ, ଆନ୍ତରିକତା ଅଛି। ତାହେଲେ ମୁଁ ନା ନିଶ୍ଚୟ ତମକୁ ସେଇଦିନ ମାଫ କରିବି। ହଁ, ସେଇଦିନ ମାଫ କରିବି।